ଯେଉଁ ବାଟରେ ଗଲେ ଆପଣ ଏକା ହେଉଯାଉଛନ୍ତି, ତେବେ ବୁଝିଯାଆନ୍ତୁ ଆପଣ ଠିକ୍ ବାଟରେ ଚାଲୁଛନ୍ତି। କାହିଁକି ନା ସତ୍ୟର ପଥରେ ଚାଲିଲେ କେହି ଆପଣଙ୍କ ସାଥିରେ ରହିବେ ନାହିଁ। ତୁମକୁ ଯିଏ ଥଟ୍ଟା କରୁଛି ତାକୁ ଥଟ୍ଟା କରିବାକୁ ଦିଅ, ଆଉ ତୁମକୁ ଯିଏ ଖରାପ ଭାବୁଛି ତାକୁ ଭାବିବାକୁ ଦିଅ ନା। କାରଣ ଏ ଦୁନିଆ ହିଁ ଏମିତି, ଯେଉଁଠି ଭଲ ଲୋକଙ୍କୁ ମିଳେ ନିନ୍ଦା ଆଉ ଖରାପ ଲୋକଙ୍କୁ ମିଳେ ପ୍ରଶଂସା। ଆପଣ ଯେତେ ଭଲ ହୋଇଥାନ୍ତୁ ନା କାହିଁକି, ଆଉ ଯେତେ ବି ଭଲ କାମ କରନ୍ତୁ କାହିଁକି, କିନ୍ତୁ ଗୋଟିଏ କଥା ମନେ ରଖୁଥିବେ ସବୁବେଳେ, ଆପଣଙ୍କୁ ଯିଏ ଖରାପ ଭାବୁଛି ସେ ମଲାଯାଏ ଖରାପ ଭାବିବ। କାହିଁକି ନା ତାହାର କୁତ୍ସିତ ଭାବନାର କୌଣସି ଉପଚାର ନାହିଁ। ମନେ ରଖ, ଯେଉଁ ପର୍ଯ୍ୟନ୍ତ ତୁମେ ଲୋକଙ୍କ କାମରେ ଆସୁଥିବ ସେ ପର୍ଯ୍ୟନ୍ତ ସେମାନେ ତୁମକୁ ମନେ ରଖୁଥିବେ, ତାପରେ ତୁମକୁ ଅଣଦେଖା କରିବେ। ଯେମିତି ଦୀପ ଜାଳିବା ପରେ ଦିଆସିଲି କାଠି ଅଲୋଡ଼ା ହୋଇଯାଇଥାଏ। କେବେ ବି ନିଜର ଶାରୀରିକ ଶକ୍ତି ଆଉ ଧନର ଶକ୍ତି ଉପରେ ଭରସା କରିବ ନାହିଁ। କାହିଁକି ନା ରୋଗ ଆଉ ଦରିଦ୍ରତା ଆସିବାରେ ଅଧିକ ସମୟ ଲାଗିନଥାଏ। ଆଜିର ଦୁନିଆରେ ବିଶ୍ୱାସ କରି ନିଜର ସମସ୍ୟାକୁ କାହାକୁ ବି କୁହନ୍ତୁ ନାହିଁ, କାରଣ ମିଠା ମିଠା କଥା କହୁଥିବା ସବୁ ବ୍ୟକ୍ତି ଆପଣଙ୍କର ବନ୍ଧୁ ନୁହନ୍ତି। କାରଣ ଦିନେ ନା ଦିନେ ସେ ନିଶ୍ଚୟ ଆପଣଙ୍କ ଦୁର୍ବଳତାର ଫାଇଦା ଉଠାଇବେ। ଦର୍ଶକ ବନ୍ଧୁ, ଯେତେବେଳେ ଜୀବନର ସବୁ ବାଟ ଚଲାପଥରେ ସବୁ ବନ୍ଦ ହୋଇଯାଏନା, ସେତେବେଳେ ଭଗବାନ ନିଜେ ଗୋଟେ ନୂଆ ବାଟ ତିଆରି କରିଦେଇଥାନ୍ତି। ସେତେବେଳେ ବାସ୍ ତୁମକୁ ଧୈର୍ଯ୍ୟର ଆବଶ୍ୟକତା ଥାଏ। ବିପଦରେ ଧୈର୍ଯ୍ୟ ଧରନ୍ତୁ। ଦୁନିଆରେ ସମସ୍ତେ ଯଦି ଆପଣଙ୍କୁ ଠୋକର ଦିଅନ୍ତି, ତେବେ ଭଗବାନ ଆପଣଙ୍କୁ ଠୋକର ଦେବେ ନାହିଁ। ଆପଣଙ୍କର ସଠିକ୍ ପ୍ରତିଫଳ ସେ ଆପଣଙ୍କୁ ଅବଶ୍ୟ ଦେବେ। ପ୍ରକୃତ ସମ୍ପର୍କ ଜୀବନରେ କେବେ ବି ସରେ ନାହିଁ। କଥା ନ ହେଲେ ମଧ୍ୟ ଆଖିରେ ରହିଥାଏ। କିଛି ନ କହି ବି ଯିଏ କହିଥାଏ, ଦୋଷ ନ ଥାଇ ବି ଯିଏ ସବୁ ଦୋଷ ନିଜ ପକ୍ଷକୁ ନେଇଯାଏ, ଦୂରରେ ଥାଇ ବି ଯିଏ କର୍ତ୍ତବ୍ୟ ତୁଲାଏ, ସେହି ସମ୍ପର୍କକୁ ହିଁ ପ୍ରକୃତ ସମ୍ପର୍କ କୁହାଯାଏ। ମନେ ରଖନ୍ତୁ ଏହା। ଦର୍ଶକ ବନ୍ଧୁ, ଟିକେ ଧ୍ୟାନ ଦେଇ ଶୁଣନ୍ତୁ। ଜଙ୍ଗଲରେ ପ୍ରତିଦିନ ସକାଳୁ ବାଘ ଭାବେ ଯେ ତାକୁ ଜୋରରେ ଦୌଡ଼ିବାର ଅଛି, ନହେଲେ ସେ ଭୋକିଲା ମରିବ, ଏବଂ ହରିଣ ମଧ୍ୟ ଭାବେ ଯେ ତାକୁ ବାଘଠୁ ବେଶୀ ଗତିରେ ଦୌଡ଼ିବାର ଅଛି, ନହେଲେ ମୁଁ ମରିଯିବି। ଆପଣ ବାଘ ହୁଅନ୍ତୁ ବା ହରିଣ, ସେଥିରେ କିଛି ଫରକ ପଡ଼ିବନି। ଯଦି ଆପଣଙ୍କୁ ସୁନ୍ଦର ଜୀବନଯାପନ କରିବାର ଅଛି, ତାହେଲେ ପ୍ରତିଦିନ ଆପଣଙ୍କୁ ଦୌଡ଼ିବାକୁ ପଡ଼ିବ। କାରଣ ସଂଘର୍ଷ ବିନା ନା କିଛି ମିଳିଛି ନା କିଛି ମିଳିବ। ଥରେ ଅର୍ଜୁନ ଭଗବାନ କୃଷ୍ଣଙ୍କୁ ଗୋଟିଏ ପ୍ରଶ୍ନ ପଚାରିଲେ, ହେ କେଶବ, ଯଦି ଗୋଟିଏ ମଣିଷ ପାପ କିମ୍ବା ପୁଣ୍ୟ କର୍ମ କରି ମରିଯାଏ, ତାହାର ଫଳ ଆତ୍ମା କାହିଁକି ଭୋଗ କରିଥାଏ? ଯେଉଁ ବ୍ୟକ୍ତି ଅନ୍ୟମାନଙ୍କ ହିତ ସାଧନରେ ସଦାସର୍ବଦା ବ୍ୟସ୍ତ ରହେ, ଭଗବାନ ସବୁବେଳେ ତାର ମଙ୍ଗଳ କରନ୍ତି। ଭଗବାନ କୃଷ୍ଣ କହିଲେ, ହେ ପାର୍ଥ, ମନୁଷ୍ୟ ତାର ଆତ୍ମଶାନ୍ତି ଓ ଶାରୀରିକ ସୁଖ ପାଇଁ ମନ ଦ୍ୱାରା କର୍ମ କରିଥାଏ। ଶରୀର ଦ୍ୱାରା କରିଥିବା ପାପ ଶରୀର ହିଁ ଭୋଗିଥାଏ। କାହା ଘରୁ ଟଙ୍କା ଚୋରି କରି ମଣିଷ ସୁଖୀ ହୋଇଥାଏ, ସେ ହେଉଛି ଶରୀରର ପାପ। ଆତ୍ମା ଦ୍ୱାରା କରିଥିବା ପାପ ଆତ୍ମା ହିଁ ଭୋଗିଥାଏ। ଅର୍ଥାତ୍ ଅନ୍ୟର ଘରୁ ଟଙ୍କା ଚୋରି ହେଲେ ମଣିଷକୁ ଖୁସି ମିଳିଥାଏ, ଏହା ହେଉଛି ଆତ୍ମାର ପାପ। ଶରୀରକୁ ମର୍ତ୍ତ୍ୟରେ ସୁଖ ଦୁଃଖ ମିଳିଥାଏ, ଆଉ ଆତ୍ମାକୁ ସ୍ୱର୍ଗ କିମ୍ବା ନର୍କରେ ହିଁ ମିଳିଥାଏ। ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ମୁଁ କାହାର ଭାଗ୍ୟ ତିଆରି କରେ ନାହିଁ। ତୁମେ ଆଜି ଯାହା କରିଛ, ତାହାର ଫଳ ତୁମକୁ କାଲି ପ୍ରାପ୍ତ ହେବ, ଏବଂ ଆଜି ଯାହା ତୁମ ଭାଗ୍ୟରେ ଅଛି, ତାହା ପୂର୍ବରୁ କରାଯାଇଥିବା କର୍ମର ଫଳ ଅଟେ। ସେଥିପାଇଁ ଜୀବନକୁ ଉପଭୋଗ କର, ନିଜେ ହସ ଓ ଅନ୍ୟକୁ ମଧ୍ୟ ହସାଅ। ରାଗ ଓ ହିଂସା ଛାଡ଼, କାରଣ ମଣିଷର ନିଃଶ୍ୱାସକୁ ବି ଜଣା ନଥାଏ ଯେ ସେ କେବେ ଫେରିବ କି ନାହିଁ। ଦର୍ଶକ ବନ୍ଧୁ, ଆମ ଆତ୍ମା ବାହାରେ କୌଣସି ବି ଶତ୍ରୁ ନଥାନ୍ତି। ଆମ ଭିତରେ ହିଁ ପ୍ରକୃତ ଶତ୍ରୁ ବାସ କରିଥାନ୍ତି।
ସେମାନେ ହେଉଛନ୍ତି କ୍ରୋଧ, ଗର୍ବ ଏବଂ ଘୃଣା। ଦର୍ଶକ ବନ୍ଧୁ, ଏସବୁକୁ ପରିହାର କର ଏବଂ ଏକ ଶାନ୍ତିପୂର୍ଣ୍ଣ ଜୀବନ ଉପଭୋଗ କର। ମଣିଷର ଭାଗ୍ୟରେ ଯାହା ଥାଏ ତାହା ହିଁ ଘଟିଥାଏ। ତାକୁ କେହି କେବେ ପରିବର୍ତ୍ତନ କରିପାରିବେ ନାହିଁ। ବିଜ୍ଞାନର ଅଗ୍ରଗତି ଘଟିଲେ ବି ମଣିଷ ନିଜ ଜୀବନକୁ ରକ୍ଷା କରିପାରୁନି। ମଣିଷ ଯେତେ ଦିନ ପାଇଁ ଏ ଧରାପୃଷ୍ଠକୁ ଆସିଛି, ସେତିକି ଦିନ ପରେ ସେ ଲୀଳାଖେଳା କରି ପୁଣି ଥରେ ଫେରିଯିବ। ସୃଷ୍ଟିକର୍ତ୍ତା ହେଉଛନ୍ତି ଆମର ନିର୍ଦ୍ଦେଶକ, ଆଉ ଆମେମାନେ ହେଉଛୁ ଜଣେ ଜଣେ ଛୋଟ କଳାକାର। ତେଣୁ ପ୍ରତିଦିନ ସକାଳୁ ପ୍ରଭୁଙ୍କୁ ଦୁଇ ହାତ ଟେକି ସମର୍ପଣର ଭାବନାରେ ନିଜକୁ ସମର୍ପି ଦିଅନ୍ତୁ। ଯେପରି ଆଜିର ଦିନରେ ଅଭିନୟ ସୁନ୍ଦରତାରେ ଭରିଯିବ। ଯଦି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓଟି ଭଲ ଲାଗିଥାଏ, ତେବେ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ଏହିପରି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲ ସହିତ ଯୋଡ଼ି ରୁହନ୍ତୁ। ପୁଣି ଦେଖା ହେବ ଆପଣମାନଙ୍କ ସହିତ ଏକ ନୂତନ ଭିଡ଼ିଓ ମାଧ୍ୟମରେ। ସେ ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ। ରହୁଛି। ଧନ୍ୟବାଦ।